ଏଇ 2-4 ଦିନ ହବ ମୂଷା ଆଉ ଚୁଚୁନ୍ଦ୍ରା ମାନଙ୍କ ଯୋଉ ଅସୁବିଧା ଏଇ ଭିତରେ ମୁଁ ଆଗରୁ ଗୋଟେ ଜାଲି ଲଗେଇଥିଲି। ତ ଏବେ ସେ କଥା ନୁହେଁ, ସେ ପରେ ମୁଁ କହିବି କେମିତି କ'ଣ ତାକୁ ବନ୍ଦ କଲି। କିନ୍ତୁ ଏବେ ଆମେ ଫାଷ୍ଟ ଜିନିଷ ଗୋଟେ ଦେଖିବା, ଏସି ଯୋଉ ଫିଲ୍ଟର ରହୁଛି, କେବିନ୍ ଫିଲ୍ଟର କହୁଛନ୍ତି କି ଆମେ ଏସି ଫିଲ୍ଟର କହୁଛନ୍ତି, ତ ତାକୁ ବି କ୍ଲିନ୍ କରିଦେଲେ ବହୁତ ପରିମାଣରେ ଜିନିଷ ହେଇଯାଏ। ତ ଫାଷ୍ଟ ଆମେ ୟାକୁ ରିମୁଭ୍ କରିବା, ଏଇ ଜିନିଷଟାକୁ ଯୋଉ ମୁଁ କରୁଛି ଏବେ। ୟାକୁ ବହୁତ ଇଜି, ତାର ଏଇଟା କ୍ଲାମ୍ପ ଅଛି, ଫାଷ୍ଟ ତାକୁ ଟାଣିଦେଲେ ସେ ଉପରୁ ଅଟୋମେଟିକାଲି ଚାଲି ଆସିବ। ତାପରେ ୟାକୁ ହଟେଇ ସାରିଲା ପରେ ମୁଁ ଏବେ ଦେଖେଇ ଦେଉଛି, ଭଲ କି ରୁହନ୍ତୁ। ୟାକୁ ହଟେଇ ସାରିଲା ପରେ ଆମେ ଏଠି ଦେଖନ୍ତୁ ଅଫ୍ ଲେଖା ହେଇଛି, ତାକୁ ଗୋଟେ ସେଠି ଅଛି, ସେଟାକୁ ଜଷ୍ଟ ଆମେ ତାକୁ ଯଦି ହାଲକା କରି ଟାଣିଦେବା ସେ ଅଟୋମେଟିକାଲି ବାହାରିଯିବ। ଆଉ ତାପରେ ତା ଭିତରେ ଅଛି ଆମର କେବିନ୍ ଫିଲ୍ଟର କି ଏସି ଫିଲ୍ଟର ଯାହା ବି ଆମେ ତାକୁ କହୁଛନ୍ତି। ତ ସେଠି ଫାଷ୍ଟ ଦେଖିନେବେ ଯେ ଅଫ୍ ସାଇଡ୍ ଲେଖା ହେଇଥିବ ଯୋଉପଟେ, ତାକୁ ସେମିତି ସେଇ ହିସାବରେ ତାକୁ ପୁଣି ଆଉଥରେ ଯେତେବେଳେ ପ୍ଲେସ୍ କରିବେ ସେମିତି କରିବେ। ତାପରେ ଆଣିଲା ପରେ ମୁଁ ଫାଷ୍ଟ ଯୋଉ ମୂଷା କଥା କାହିଁ କହିଲି, ଏ ଭିତରେ ବହୁତ ସାରା ସେମାନଙ୍କର ଯୋଉ ଝାଡ଼ା ପରିସ୍ରା ଯାହା କିଛି କରିଦେଇଥିଲେ। ତ ଏବେ ଇଏ ପୁରା ବିଲକୁଲ କ୍ଲିନ୍ ଅଛି। ମୁଁ ଯେହେତୁ ଯେମିତି କହିଲି ତାକୁ ରୋକିଦେଲି, ସେ କେମିତି କ'ଣ କଲି ସେଟା ମୁଁ କହିବି। ତ ମୁଁ ଏବେ ଜଣାଇବାକୁ ଚାହୁଁଥିଲି କି କେମିତି ଏସି ଫିଲ୍ଟର ନିଜେ ବି ବାହାର କରିକି ଦେଖିପାରିବେ ଯେ କ୍ଲିନ୍ ଅଛି ନା ନାହିଁ, କି କ୍ଲିନ୍ ଯଦି ଜରୁରୀ କେତେବେଳେ ପଡ଼େ ବି କ୍ଲିନ୍ ନିଜେ ବି କରିପାରିବେ। ତାକୁ ଖୋଲିବା ଆଉ ଏର ଯୋଉ ପ୍ରୋସେସ୍ ଅଛି ତାକୁ ଲଗେଇବାର ପ୍ରୋସେସ୍ ମୁଁ ଏଠି ଆପଣମାନଙ୍କୁ ଜଣାଇବାକୁ ଚାହୁଁଥିଲି। ତ ଏଇ ସର୍ଟସରେ ଆପଣମାନେ ଏଠି ଦେଖିପାରିବେ, ବହୁତ ଇଜି ଆଉ ବହୁତ ସହଜରେ ଆପଣମାନେ ଏସବୁ ଘରେ କରିପାରିବେ। ସର୍ଭିସ୍ ସେଣ୍ଟର ବି ବେଳେବେଳେ କ୍ଲିନ୍ କରିନଥାନ୍ତି, ପୁରୁଣା ଇଏକୁ ଲଗେଇ ଦିଅନ୍ତି, ତ ନିଜେ ଆପଣ ବି କେତେବେଳେ ତାକୁ ଦେଖିପାରିବେ। ତ ଏମିତି ଇନଫର୍ମେସନ୍ ଆଉ ଏମିତି ସବୁ ଜିନିଷ ଜାଣିବା ପାଇଁ ଆମ ଚ୍ୟାନେଲ୍ ସୁବ୍ରତ ଗ୍ୟାରେଜକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ଆଉ ଥ୍ୟାଙ୍କ ୟୁ ଫ୍ରେଣ୍ଡସ୍, ଜୟ ଜଗନ୍ନାଥ।